ଦୁଇ ଯୁବକଙ୍କୁ ହତ୍ୟା କରି ରାସ୍ତା ତଳକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗାଁରେ ଖେଳିଯାଇଛି ଶୋକାକୁଳ ପରିବେଶ। ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ଚଳାଇଛି ଅଧିକ ତଦନ୍ତ। ଜଘନ୍ୟ ବର୍ବର ଲୋଭଟାଙ୍କୁର ଭାବେ ଦୁଇ ଯୁବକଙ୍କୁ ସମାନ ଢଙ୍ଗରେ ହତ୍ୟା କରି ରାସ୍ତା କଡ଼କୁ ଫିଙ୍ଗି ଦେଲେ ଦୁର୍ବୃତ୍ତ। ମୃତକଙ୍କ ବେକ ଛାତିରେ ରହିଛି କ୍ଷତ ଚିହ୍ନ। ଆଜି ସକାଳୁ ତାଳଚେର ଲିଙ୍ଗିରାକଟା ଗ୍ରାମ ଦେଇ ଯାଇଥିବା ନାଲ୍କୋ ପାଇପଲାଇନ ରାସ୍ତା କଡ଼ରେ ଦୁଇ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା କରି ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତକ ଦୁଇ ଜଣ ହେଲେ ଲିଙ୍ଗରାକଟା ଗ୍ରାମର ଓମ୍ ପରିଡ଼ା, ଅନ୍ୟ ଜଣେ ପାଖ ଚାଇପାଳ ଗାଁ ନିକଟ ନାରାୟଣଚନ୍ଦ୍ରପୁର ଗାଁର ଜନାର୍ଦ୍ଦନ ନାୟକ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ତାଳଚେର ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ସହ ଡଗ୍ ସ୍କ୍ୱାଡ୍ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ପରିବାର ଲୋକଙ୍କ ପକ୍ଷରୁ କିଛି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି। ତେବେ ଲିଙ୍ଗରାକଟା ଗ୍ରାମର ଓମ୍ ପରିଡ଼ା ଭୋର ସମୟରୁ ଶୌଚ ହେବାକୁ କହି ଘରୁ ଆସିଥିବା ବେଳେ ନାରାୟଣଚନ୍ଦ୍ରପୁର ଗାଁର ଜନା ନାୟକ ଗତକାଲି ରାତିରେ ନିଜ ସାଙ୍ଗଙ୍କ ସହ ବୁଲେଟ୍ରେ ଭୋଜି କରିବାକୁ କହି ଘରୁ ଆସିଥିବା ବେଳେ ଆଜି ରାସ୍ତା ପାର୍ଶ୍ୱରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। 4:10-15 ବେଳକୁ ସେ ଯାଇଛି ଲାଟିନ୍ ପାଣି ନାଲ୍କୋ ପାଣିଟା ବନ୍ଦ ହେଇଯାଇଛି। ସେ ଆସିକି ଦେଖିଲା ବେଳକୁ ମୃତ ଏଇ ଆର ପୁରା ଘଟଣା ଘଟିଛି। କମ୍ପାନୀ ବାଲା ଆଉ କେହି ନେଇ ଚୋର ଭାବିକିନା ତାକୁ ମାରିଥିବେ ଆଉ ସେମାନେ ଏଇ କମ୍ପାନୀ ହିଁ ଆଉ କେହି କିଛି ନେଇ। ନାଇଁ ମୁଁ ତା ବିଷୟରେ କହିପାରିବିନି। ନାଇଁ ମୁଁ ଜାଣିନି ବିଷୟରେ। ନାଇଁ କିଛି ନାଇଁ। ଘରେ ଏକାଠି ଆମେ ଖାଇଲୁ ବୋଲେ ଅଣ୍ଡା ଭାଜିଲି, ଡାଲମା, ଭଜା ଖାଇଲୁ। ସେ ଶୋଇଲା, ମୁଁ ଗଲି ଡ୍ୟୁଟି। ଫୋନ କଲି କି ଯେ ସେ ଘରେ ନଥିଲା ତ, ସେଠୁ ଫୋନ କଲି କୁଆଡେ ଯାଇଛି, ସେ ପଳେଇ ଯାଏନି କି। ସେଠୁ ମୁଁ ଫୋନ କଲି କି ସେଠୁ ଉଠେଇଲାନି। 3-4ଟା ରିଙ୍ଗ ପରେ ସେଠୁ ତାପରେ ଘରେ ପଚାରିଲି, ତା ବାପା ପଚାରିଲି, କହିଲି କି ପୁଅ କହିଲା ଏଇ 4:10-15 ବେଳକୁ ସେ ଝାଡା ଯାଇଛି। ତାପରେ ସେଠୁ 7:30 ବେଳକୁ ମୁଁ ଜାଣିଲି ଯେ ଏଠି ମରିନା ପଡିଛି ବୋଲି। ସନ୍ଧ୍ୟାରେ ବାହାରିକି ଆସିଲା। ସନ୍ଧ୍ୟା କେତେବେଳେ? ଏଇ 6:30 ବେଳକୁ। କ'ଣ ଘରୁ ଆସିଥିଲେ? କହିଲେ ଭୋଜି କରି ଯାଉଛି ବୋଉ। ଆଚ୍ଛା, କେତେ ଜଣ ସାଙ୍ଗ କେମିତି କ'ଣ ଆସିଥିଲେ? ବୁଲେଟରେ ଆସିଥିଲେ। ଆଚ୍ଛା, କିଏ ଆସିଥିଲା ବୁଲେଟରେ ଜାଣିଛନ୍ତି? ତାକୁ ନାଁଟା ଟିକେ କହିପାରିବିନି, ହେଲେ ବୁଲେଟରେ ଆସିଥିଲେ। ତାକୁ ଧରିକିରି ଆମ ବାଟ ମୁହଁରୁ ଧରିକିରି ଗଲେ। ସେଠୁ ରାତି 10ଟା ବେଳକୁ ମୋଡ଼ିକି ଫୋନ୍ କଲେ, କହିଲେ ଆଉ ବାପା ଆଗ ଟିକେ ଫୋନ୍ଟା ଦିଅ, ବାପା ସାଙ୍ଗେ କଥା ହେବି। କହିଲେ ଆମେ ସାଙ୍ଗ ପିଲାର ଆସିଛୁ, ଆଉ ନାନ ଆମେ ନେବୁ, ବାପା କହିଦିଅ ଟିକେ। ସେଠୁ ତାଙ୍କ ବାପା ଆଡ଼ୁ କଥା ହେଲା ଯେ କହିଲେ ନାନ ଧରିକିରି ତାହେଲେ ଢାବାରେ ଯାଅ। ସନ୍ଧ୍ୟାବେଳେ 6:30ରେ କାମ। ସକାଳକୁ ଆପଣ ପାଇଲେ? ନାଇଁ, ମୁଁ ଫୋନ୍ କଲି ଯେତେବେଳେ ମୋବାଇଲ ଶୋଇଛି ଅପ। କେମିତି କ'ଣ ଖବର ପାଇଲେ ଆପଣ? ମୁଇଁ ଯାଇଥିଲି, ଦୁଇଟି ଯାଇଥିଲି। ଆମ ଘରର ଫୋନ୍ କଲେ ଆଉ ତୁମ ପୁଅ ସିରିୟସ୍, ଆମର ଏମିତି ନଷ୍ଟ ହେଇଛି ବୋଲି କହିନାହାନ୍ତି, କାନ୍ଦିବେ ବୋଲି କହିନାହାନ୍ତି, କହିଲେ ସିରିୟସ୍। ସେଠୁ ଯେତେବେଳେ ଆସି ଦେଖିଲି ପୁଅ ଆଉ ନାହିଁ। ଆଉ ପୂର୍ବରୁ ଶତ୍ରୁତା କିଛି ଥିଲା? ନା, ପୁଅ ସେ ବାହାରେ ଥିଲା। ସେ ଏବେ 15 ଦିନ ହେଲାଣି ପୁଅ ଆସିଛି। ସେ ଚେନ୍ନାଇରେ ଥିଲା, ପଟର ହେଇଛି ସେ। ଆପଣଙ୍କ ନାଁଟା? ମୋ ନା ଦେଶଳା ନାୟକ। ପୁଅ ନା ଆପଣ ତାଙ୍କ ମା? ହଁ। 10ଟା-11ଟା ଜାଗା ସେ ବ୍ୟାଡମିଣ୍ଟନ ଖେଳୁଥିଲା। ତାପରେ ତାଙ୍କୁ କିଏ ପିଲା ବୋଲି ଡାକି ଦେଇକିନା କ'ଣ ମତେ ଲାଗୁଛି ସେ ତାକୁ ମାରିଦିଆ। ସକାଳେ କିଏ ଗୋଟେ ଫୋନ କଲାକୁ ମୋ ସାନ ଭାଇ ଆସିଲାକୁ ଦେଖିଲାକୁ ନାଶ ପଡିଛି। ଏତିକି। ତାପରେ ଆଉ କିଛି ଆମେ ଜାଣିପାରୁନୁ କ'ଣ ହେଇଛି, କିନ୍ତୁ ତାଙ୍କୁ ମାରି ଦିଆଯାଇଛି। ହତ୍ୟା ଅଭିଯୋଗ ନିହାତି ତାକୁ ଯୋଉମାନେ ସବୁ ମାରିଛନ୍ତି ତାଙ୍କୁ ତୁରନ୍ତ ଧରାଯାଉ। ଘର କାହା ସହିତ ଆସିଲେ 2ଟା ପିଲା ଆସିଥିଲେ, ଗୁରାଗିନି ପିଲା। ତାପରେ ସାଙ୍ଗସାଥି କୋଉ ପିଲା ରାତିରେ ଆସିଲା କେମିତି ଜାଣିବୁ ଆମେ, କିନ୍ତୁ ପିଲା ଧରିକି ତାକୁ ଆସିଛନ୍ତି। ଯୋଉ ସାଙ୍ଗସାଥି ପିଲା ତାକୁ ଧରିନା ଆସିଛନ୍ତି। ଏଇ 10ଟା 9:30 10ଟା ବ୍ୟାଡମିଣ୍ଟନ ଖେଳୁଥିଲା ନା। ଭୋଜି କରିବା ବୋଲି ପିଲା ତାକୁ ଡାକିଲେ। ମା କହୁଛି ଯେ ଭୋଜି କରିବା ପାଇଁ ଡାକିଲେ ପିଲା। କ'ଣ କହିଲେ ସାର୍? ସନ୍ଦେହ ହଉଛି କ'ଣ, ଯୋଉମାନେ ଡାକିને ଆଣିଥିବେ ସେଇମାନେ ହିଁ ହତ୍ୟା କରିଥିବେ। ଆଉ ସନ୍ଦେହ କିଏ କରିବ? ଅନ୍ୟପଟେ ଘଟଣାସ୍ଥଳରେ ଅନୁକୂଳ ଆରକ୍ଷୀ ଅଧୀକ୍ଷକ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପରିବାର ପକ୍ଷରୁ ଗାଁ ପାଖରେ ଥିବା ଟାୱାର ନିର୍ମାଣକାରୀ ସଂସ୍ଥାର କର୍ମଚାରୀମାନେ ଉଭୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିବା ପରେ ଉକ୍ତ ସଂସ୍ଥାର ସମସ୍ତ କର୍ମଚାରୀ ଫେରାର ହୋଇଯାଇଥିଲେ। କମ୍ପାନୀ
कर्मचारी निज निज मोबाइल एवं आसवाबपत्र मध्य छाड़ी जाइछन्ति, जहाकु नै हत्याकांड संपृक्ति नै संदेह घरीभूत हेबार लागिछि। परे कंपनी परिसर भितरे पुलिस पहुंची तदंत करबा समय कंपनी परिसर रे थिबा गोटे घर भितर जड़े युवकंको अटक रखी अधिक तदंत जारी रखिछि। आमर तालचेर थाना अंतर्गत लिंगराकटा गाँव रे जो आज दुई जन युवक मृतदेह उद्धार होती आमर तालचेर थाना केस नंबर 1282/2025 अंडर सेक्शन 103 BNS रे आमर केस रजिस्ट्रेशन होती एवं इंस्पेक्टर दिग्विजय विश्वाल आईएससी तालचेर तांको तदंतर दायित्व दिया जाइछि। एई केसटा को आमे गुरुत्व सहित नहीं कि आज आमर एसडीपीओ एडिशनल एसपी मुनिजे स्पॉट रे अच्छु एवं सबु स्पॉट रे सबु तदारख करूछु। आमर साइंटिफिक टीम मध्य डॉग स्क्वाड मध्य नियोजित हेछि। सबु दिगरे तदंत आमे करिबा परे एबे जेहेतु डेड बॉडी टाको पोस्टमार्टम पई पठा होछि। पोस्टमार्टम रिपोर्ट एवं साइंटिफिक ऑफिसर रिपोर्ट को आधार करिकी लोकल इंटेलिजेंस को आधार करिकी आमे तदंतटा शीघ्र एटा को आगो को बढ़ेबु एवं कौन हेछि घटनार पर्दाफाश करिबु। एबे प्रिलिमिनरी स्टेज रे तो वर्तमान तदंत अछि। जहाँ भी गाँ लोकंकर अभियोग अछि, परिवार लोकंकर अभियोग अछि, समस्त दिगरे पुलिस तदंत करिवो एवं समस्त जो सस्पेक्ट अछंती तांको परिसर तदंतर परिसरभुक्त करा जिवो एवं सबु एंगल रे आमे तदंत करिवो एवं बहुत शीघ्र केसटा को डिटेक्ट करिवो। आमर लिंगरकटा निकटस्थ नालकोर जो रास्ता अच्छी रास्तार बाम पार्श्व आम लिंगराकटार दिव्यरंजन परिडा एवं नारायणपुर जनार्दन नायक दुई जनकर मृत्यु होती जहाँ अनुमान करा जाउची कौन सी दुर्बृत्त मर्डर करछंती। पुलिस प्रशासन उभय आसिक या तदारख कर आईएससी को आम कहीचु अति शीघ्र ए घटना को तदंत करी जो माने ए कांड भियाई अति शीघ्र धरिया दृढ़ कार्यानुष्ठान ग्रहण करने कहुई से प्रतिश्रुति देते आम फॉरेंसिक टीम एवं पुलिस कुकुर आनी या अनुसंधान करूँ। मु आशा करी निश्चित भाव में जो मर्डर केसटी अति शीघ्र समाधान करने पुलिस डिपार्टमेंट व्यवस्था करेंगे। तेबे गाँव में शोकाकुल परिवेश खेली जाइथिबा बेले दुईटी हत्याकांड उपरू केबे परदा उठाउछि पुलिस ताकू ही अपेक्षा। ब्यूरो रिपोर्ट एटीवी अनुगुण।